with destiny, and now the time comes when we shall redeem our pledge. At the stroke of the midnight hour, when the world sleeps, India will awake to life and freedom. ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଲେଲିହାନ ଶିଖା, ଅନନ୍ୟ ସମାଜସେବୀ, ଅଗଣିତ ସମାଜ କଲ୍ୟାଣକାରୀ ସଂସ୍ଥାର ପ୍ରତିଷ୍ଠାତା, ସଂଖ୍ୟାହୀନ ଅସହାୟଙ୍କ ସାହା ଭରସା, ଅଦ୍ୱିତୀୟ ସଂଗଠକ, ବିବିଧ କ୍ଷେତ୍ରର କ୍ରାନ୍ତିବୀର, ବିଶିଷ୍ଟ ଗାନ୍ଧୀବାଦୀ, ସର୍ବୋଦୟ ନେତା ତଥା ଭୂଦାନ ଆନ୍ଦୋଳନର ଅଗ୍ରଣୀ ରଥୀ ଶ୍ରୀ ବିଶ୍ୱନାଥ ପଟ୍ଟନାୟକ 1916 ନଭେମ୍ବର 11 ତାରିଖରେ ଗଞ୍ଜାମ ଜିଲ୍ଲାର କୁମରଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱନାଥ ନିଜର ବାଲ୍ୟାବସ୍ଥାରେ ନିଜର ପିତା ଉପେନ୍ଦ୍ର ପଟ୍ଟନାୟକଙ୍କୁ ହରାଇ ବସିଥିଲେ। ପିତାମହ ଘନଶ୍ୟାମ ପଟ୍ଟନାୟକ ତାଙ୍କ ଲାଳନ ପାଳନର ସମସ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍ଠାରେ ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ। ମାତ୍ର 17 ବର୍ଷ ବୟସରେ ମାସିକ 7 ଟଙ୍କା ଦରମାରେ ନିଜର ଗାଁ କୁମରଦା ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ସେହିଠାରେ ହିଁ ସେ ପ୍ରଖ୍ୟାତ ଗାନ୍ଧୀବାଦୀ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ତାଙ୍କର ସହଯୋଗୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ଆଦିବାସୀ ପିଲାମାନଙ୍କୁ, ଅବହେଳିତ ପିଲାମାନଙ୍କୁ ମଣିଷ କରିବା, ସେତେବେଳେ କିଏ ପିଲା ପାଠ ପଢ଼ିବା ପାଇଁ ବାହାରୁ ନଥିଲେ। ଯେତେବେଳେ ଆମେ ନେଇକି ଛାଡ଼ୁଥିଲୁ ପୁରୀରେ, ଏଠି ଭଦ୍ରକରେ ତୁଡ଼ି ଗଡ଼ିଆରେ ଛାଡ଼ୁଥିଲୁ, ଅନୁଗୁଳରେ ସେ ଛଡ଼ା ହେଉଥିଲା। ଅନୁଗୁଳ ତ ଡେରିରେ ଟିକେ ଆରମ୍ଭ ହେଲା ଗଡ଼ଜାତ ଆନ୍ଦୋଳନ ପରେ। ସେମାନଙ୍କୁ ଭଲ ମଣିଷ କରିବା ଏହା ହେଲା ଲକ୍ଷ୍ୟ। ପ୍ରଥମରେ ନଥିଲେ ପିଲା, ପ୍ରଥମରେ ଗୋଟେ ଏଇଠି ଆଗେ କର୍ଣ୍ଣନ୍ସ କୋର୍ସ ଗୋଟେ ଆରମ୍ଭ ହେଲା। ଆମେ ପିଲା ତ ନାହିଁ, ଏଣେ ତେଣେ ଛାଡ଼ୁଥିଲୁ। କର୍ଣ୍ଣନ୍ସ କୋର୍ସ ଗୋଟେ ଆରମ୍ଭ ହେଲା। ଆଉ ସେଠି ମଧ୍ୟ ସମାଜ ମଙ୍ଗଳ ବୋର୍ଡରୁ ସାହାଯ୍ୟ ନିଆ ହେଉଥିଲା। ସେମାନେ ମଧ୍ୟ ରୀତିମତ କିଛି ମିଳୁନଥିଲା। ଆଚାର୍ଯ୍ୟ ମାସୁ ତ ଆଗରୁ ଜାଣିଥିଲି, ରମା ଜମିକି ହେରିକା ଦେଖିନଥିଲି। ରମା ଜମି ସେଠି ଦେଖିଲି। ତାପରେ ସେମାନେ ସାଙ୍ଗରେ ଚାନ୍ଦା କରିବା ପାଇଁ ଯେଉଁ ବୁଲିଲି ବ୍ରହ୍ମପୁରର ଚାରିଆଡ଼େ, କାମ କରିବା ପାଇଁ ପ୍ରେରଣା ପାଇଲି ସେମାନଠୁ। ଆଉ କେମିତି କାମ କରିବାକୁ, ସେମାନେ କ'ଣ କରୁଛନ୍ତି ତାକୁ ମୁଁ ଲକ୍ଷ୍ୟ କଲି। ତାକୁ ଲକ୍ଷ୍ୟ କରି ନିଜ ଜୀବନଟା ସେଇଭଳିଆ ଗଢ଼ିବା ପାଇଁ ଚେଷ୍ଟା କଲି। ଖଦୀ ଆନ୍ଦୋଳନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଶ୍ରୀ ଚୌଧୁରୀ ବିଶ୍ୱନାଥଙ୍କୁ ଅବିଭକ୍ତ କୋରାପୁଟକୁ ପଠାଇଥିଲେ। ତାଙ୍କରି ପ୍ରେରଣାରେ 1940 ମସିହାରେ ସେ କୁଜେନ୍ଦ୍ରୀ ଗ୍ରାମରେ ପହଞ୍ଚିଥିଲେ। ସେ ସମୟରେ କୁଜେନ୍ଦ୍ରୀର ମନୋରମ ପ୍ରାକୃତିକ ପରିବେଶ ତାଙ୍କୁ ସେଠାକାର ଆଦିବାସୀ ଜନଜାତି ଲୋକଙ୍କର ସର୍ବବିଧ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଦିଗ୍ଦର୍ଶନ ଦେଇଥିଲା। 1936 ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆୟୋଜିତ ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 1972ରେ ଶ୍ରୀ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ପ୍ରତିଷ୍ଠିତ ବନବାସୀ ସେବା ସମିତିରେ ଶ୍ରୀ ପଟ୍ଟନାୟକ ସେବାର ଏକ ନିଆରା ଅଭିଯାନ ଆରମ୍ଭ କରିଥିଲେ, ଯେଉଁଥିରେ ଗରିବ ଜନଜାତିମାନଙ୍କର ଉନ୍ନତି ଏବଂ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିଲା। ସମୟକ୍ରମେ ଏହି ସମିତି ଆଦିବାସୀ ପିଲାମାନଙ୍କ ପାଇଁ ଅନେକ ଗୁଡ଼ିଏ ଆବାସିକ ବିଦ୍ୟାଳୟ, ଅନାଥାଶ୍ରମ ଏବଂ ଅସହାୟ ଲୋକମାନଙ୍କ ପାଇଁ ବୃଦ୍ଧାଶ୍ରମ ପରିଚାଳନାର ଦାୟିତ୍ୱ ଗ୍ରହଣ କଲା। କୋରାପୁଟ ଅଞ୍ଚଳରେ ଖଦୀ ବସ୍ତ୍ରକୁ ଆଶାତୀତ ଭାବେ ଲୋକପ୍ରିୟ କରାଇଥିବାରୁ ତାଙ୍କୁ କୋରାପୁଟିଆ ଗାନ୍ଧୀ ଭାବେ ଅଭିହିତ କରାଗଲା। ଅସ୍ପୃଶ୍ୟତା ବିରୋଧରେ ତାଙ୍କର ଅଭିଯାନ ଜାରି ରହିଲା। ତାଙ୍କର ନେତୃତ୍ୱ ଏବଂ କୃପାସିନ୍ଧୁ ତାଙ୍କ ନିର୍ଦ୍ଦେଶ କ୍ରମେ କୁଜେନ୍ଦ୍ରୀଠାରେ ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକମାନେ ହିନ୍ଦୁ ମନ୍ଦିରରେ ପ୍ରବେଶ କରିପାରିଲେ। ବିନୋବା ଭାବେଙ୍କର ଅନ୍ତରଙ୍ଗ ସହଯୋଗୀ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କର ଆଖପାଖ ଲୋକେ ଆଜ୍ଞା ଭାବେ ସମ୍ବୋଧନ କରୁଥିଲେ। ପରବର୍ତ୍ତୀ ସମୟରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ନିଜର ସଂଗ୍ରାମୀ ଦକ୍ଷତାର ପରିଚୟ ଦେଇଥିଲେ। କୋରାପୁଟ ଅଞ୍ଚଳରେ ଶ୍ରୀ ପଟ୍ଟନାୟକ ଆରମ୍ଭ କରିଥିବା ଭୂଦାନ ଅଭିଯାନ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଥିଲା। ମୂଳରୁ ମୁଁ ଖୋଜିମଣ୍ଡଳରେ ଥିଲି। ଭୂ ସତ୍ୟାଗ୍ରହ ଆରମ୍ଭ କରିବା ପରେ ସେ କେତେଦିନ ମୁଁ ଖୋଜିମଣ୍ଡଳରୁ
गोब्बा कहले जे तुम्हें तो बिना अनुमति आमको न पचारि नहीं तुम इस्तफा न देकर कहीं केमी जाई ठिया हेलो तापर से कहबारू मुझे आगुरी इस्तफा दे नब्बा ये मनमोहन चौधरी थे से भारी विप्लवी एमरजेंसी अनुष्ठान प्रति क्षति हम इत्यादि हम भाविक मुझे एमरजेंसी बेले खजी बंडलू इस्तफा देदेली 1933 मसीहा रथयात्रा समय आचार्य हरिहर प्रेरणा क्रमे से पुरी ठारे स्वेच्छासेवी भाव निजक नियोजन करते। आचार्य महाशय सारे मोर संपर्क आगुरी आम पुरी रथरे काम करूँ से पुरी रथ से पानी व्यवस्था है ये कूअरू पानी काढ़िका सब कारबार होता 1934 पानी ये मालकान पोखरी उपर जो टैंकटा है से टैंकटा प्रथम से आरंभ है पुणी है हईया फईया बेसी होता हईया जाम करूँ ये जा कम करूँ कोणार्क चंद्रभागा इत्यादि सब है बेले सीटी जा कम करूँ सब आचार्य सब डकाती से को आह्लाबादर कुंभ मेलारे मध्य से सेवामूलक कार्य करथिले। उत्कल खदी मंडलर सभापति भावे से खदीर प्रसार और प्रचार क्षेत्र में उल्लेखनीय भूमिका निर्वाह करथिले। से खदी बोर्ड जो मैंने काम करुले अंचल घर हूँ बरी अंचल बरी अंचल लोक मान का बेसी खदी काम करुले सब से कहीं गोबामू पे ना से अंचल गोबाबू से अंचल बरी अंचल थे बरी अंचल ही खदी मंडल आरंभ होता बजी मंडल खदी मंडल मूड़ू मु खदी मंडल थी मझे किसी उपाय ये आम खदी भू सत्याग्रह आरंभ करूँ भू सत्याग्रह आरंभ कराया से केदिन मु एमरजेंसी अनुष्ठान प्रति क्षति हम इत्यादि हम भाविक मुझे एमरजेंसी बेले खजी बंडलू इस्तफा देदेली। विश्वयुद्ध समय ब्रिटिश मान को कौन प्रकार सहायता न देवाको गांधीजी डाकरा देले एवं बाणी सत्याग्रहर आयोजन करागला। गोपबंधु चौधरी रमादेवी प्राणकृष्ण पढ़ियारी आदि संग्रामी मानक श्री पट्टनायक एथिरे पूर्ण प्राण जोगदेले। देखते सत्याग्रह से आरंभ होता है मु प्रहलाद कहली आप समस्त आड़े जाऊँ सत्याग्रह देखते सत्य आप जीवेनि कि प्रहलाद पाणिग्राही भगवान सेनापति गुलमुंडार आम नीलकंठ एम सब व्यक्तिगत सत्याग्रह जावाई सब बाणी सत्याग्रह से विनय खाली बाणी करी गांधीजी जो भारत छाड़ आंदोलन युद्ध रे कौन से साहाय्य करें से कथा कहले धन जन कई गोटे साहय जे साहय देव सी हाराम बोलिक एति बाट केवल थे कहले पुलिस तार धरिकी नौला। 1938 मसीह गांधी सेवा संघ पक्षर भरी श्री पट्टनायक खदी और ग्रामोद्योग अभियान पर तालीम ग्रहण कले। पुरी जिला डेलांग अंतर्गत बोरबई ठारे आयोजित गांधी सेवा संघ सम्मेलन में गांधीजी सत्संग से लाभ करते। 1942 भारत छाड़ आंदोलन समय तांकरी तत्वावधान आदिवासी संप्रदायर 200 पुरुष एवं 50 जन महिला एक शोभायात्रा कुजेन्द्री ठारू गुणपुर पर्यंत आयोजित होइथिला। ब्रिटिश सरकार तांको 1942 अगस्ट 15 तारिख ठारू 1945 अगस्ट 26 तारिख पर्यंत कारारुद्ध करी रखिथिला। कारागार मध्यरे से चरखारे सूता काटिबा और बगीचार जत्न नेबारे समय अतिबाहित करुथिले। जेल तो मु 3.5 वर्ष 3 वर्ष थी जेल प्रथम 6 मास 6 मास पुणी आउ थे डिटेन रही पूरा एक देश स्वाधीन है से छाड़े आमको आसिली लखन नायक अरे क्या सागर आम सब थिलु लखन नायक फाँसी है से प्रथम तो मु बी डिविजन थी सेकेंड क्लास थर्ड डिविजन रही आउ 6 मास से अग्रवाला किए आसते प्रथम जड़े यंगर इंडियन रायगड़ार एस एजेंट था
ସେ ତାର ବିଚାର କରିଥିଲେ ମାଣ୍ଡିଆ ରୁଟି ଆଉ ସେ ଇଏ ଖାଇବା ପାଇଁ ଦାଦି ଆଉ ମାଣ୍ଡିଆ ରୁଟି ଅନୁମତି। ତାପରେ ତ ଡିଟେଲ ହେଲା ପରେ ମାସକୁ 26 ଟଙ୍କା ଲେଖା ମିଳୁଥିଲା। ନାଇଁ 3 ମାସକୁ 26 ଟଙ୍କା ମିଳୁଥିଲା। ସେ 26 ଟଙ୍କାରେ ସେଠି ଆମର 1500ଠୁ ବେଶୀ ଥିଲେ। କେତେ ଛାଡ଼ ହଉଥିଲେ କେତେ ରହୁଥିଲେ ସେମାନେ ହୋଇଥିଲେ ବାଜି ବାବୁ ମହମ୍ମଦ ବାଜି ନବରଙ୍ଗପୁରରେ ତାଙ୍କ ସାଙ୍ଗେ ତ ସମ୍ପର୍କ ଥିଲା। ନାଇଁ ସେ ଜେଲ୍ ପ୍ରଥମ ଥରର ସମ୍ପର୍କ ବଢ଼ିଥିଲା। ଫାଶୀ ହୁକୁମ ହେଲା 39 ଲୋକକୁ ଦୀପାନ୍ତର ହେଲା। ସେମାନେ ଗୋଡ଼ ଦଣ୍ଡା ବେଡ଼ି ଫଣ୍ଡା ବେଡ଼ି ସବୁ ପଡ଼ିକିରି ଭାରି କଷ୍ଟ। ସେ କଳ୍ପନା କରିପାରିବନି କେମିତି ସେମାନେ ଚଳୁଥିଲେ କ'ଣ କରୁଥିଲେ। ନ ଦେଖିଲେ କ'ଣ ବିଶ୍ୱାସ ହେବନି। ଆଜିକାଲି ସେ ଯାକ ନାହିଁ ବୋଲି ଶୁଣା ହେଉଛି ଉଠିଗଲାଣି ମରିକିରି। 1952 ମସିହାରେ କୋରାପୁଟ ଅଞ୍ଚଳରେ ତାଙ୍କର ଭୂ ସତ୍ୟାଗ୍ରହ ଅଭିଯାନ ଅନେକ ନିରୀହ ଆଦିବାସୀମାନଙ୍କୁ ବିଶେଷ ସହାୟତା ଦେଇପାରିଥିଲା। 1955ରେ ଆଚାର୍ଯ୍ୟ ବିନୋବାଜୀଙ୍କର ଓଡ଼ିଶା ଆଗମନ ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ଭୂଦାନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେ ସମୟରେ ତାଙ୍କୁ ନବଜୀବନ ମଣ୍ଡଳର ସଭାପତି ଭାବେ ମନୋନୟନ କରାଯାଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଭାବେ ପ୍ରତିଦିନ ଚରଖାରେ ସୂତା କାଟିବା ତାଙ୍କ ଦିନଚର୍ଯ୍ୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନବାସୀ ସେବା ସମିତି ତାଙ୍କର ପ୍ରମୁଖ କାର୍ଯ୍ୟାଳୟ ଓ ଆଶ୍ରମ ଥିଲା, ଯେଉଁଠାରେ ନିଜ ଜୀବନର ମୂଲ୍ୟବୋଧ ଗୁଡ଼ିକୁ ସେ ବାସ୍ତବ ରୂପ ଦେଇଥିଲେ। ପରିଣତ ବୟସରେ ପହଞ୍ଚି ସାରିଥିବା ମାତ୍ର ଚଳଚଞ୍ଚଳ ଥିବା ଶ୍ରୀ ପଟ୍ଟନାୟକଙ୍କୁ ଅନ୍ତେବାସୀମାନେ ଆଶ୍ରମର ବିଭିନ୍ନ ସ୍ଥାନକୁ ନାନାଦି କାର୍ଯ୍ୟ ପାଇଁ ଯିବା ନିମନ୍ତେ ସହାୟତା କରୁଥିଲେ। ଶାନ୍ତ, ସୁନ୍ଦର ଓ ମନୋରମ ବାଲିଗୁଡ଼ା ଗ୍ରାମର ମନଛୁଆଁ ପରିବେଶ। ଆଶ୍ରମ ପରିସରରେ ଶ୍ରୀ ପଟ୍ଟନାୟକ ଅନ୍ତେବାସୀ ଓ ଗ୍ରାମବାସୀମାନଙ୍କ ସହ ଭାବ ବିନିମୟ କରିବାର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ। ଆଶ୍ରମ ସନ୍ନିକଟ ମନ୍ଦିରରେ ସେ ପାଇଥାନ୍ତି ଜୀବନଯାତ୍ରା ପାଇଁ ସଞ୍ଜୀବନୀର ଧାରା। ସମାଜର ସବୁ ବର୍ଗର ଲୋକମାନଙ୍କ ସହ ତାଙ୍କର ଆତ୍ମିକ ସମ୍ପର୍କ ବାସ୍ତବିକ ଉଲ୍ଲେଖଯୋଗ୍ୟ। ଆଦିବାସୀ କନ୍ୟାମାନଙ୍କର ବିବାହ ଓ ଅନ୍ୟାନ୍ୟ ସାମାଜିକ କର୍ମକାଣ୍ଡରେ ତାଙ୍କର ଯୋଗଦାନ ସେମାନଙ୍କ ପାଇଁ ଏକ ଆଶୀଷର ଧାରା ଥିଲା। ଗୋଜେନ୍ଦ୍ରୀଠାରେ କପା ଚାଷ କରିବା ସଙ୍ଗେ ସଙ୍ଗେ ଖଦି ବସ୍ତ୍ରକୁ ବ୍ରିଟିଶ ପ୍ରଶାସନ ବିରୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ ସଂଗ୍ରାମୀ ବିଶ୍ୱନାଥ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ସଂସ୍କାରକ ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣା ସାମ୍ପ୍ରଦାୟିକ ଏକତା ତଥା ଗାନ୍ଧିଜୀଙ୍କ ପ୍ରଦର୍ଶିତ ରଚନାତ୍ମକ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ନିମଗ୍ନ କରିଦେଇଥିବା ଶ୍ରୀ ପଟ୍ଟନାୟକଙ୍କ ସମ୍ପର୍କରେ ନିଜର ମତ ଉପସ୍ଥାପନ କରନ୍ତି। ତାଙ୍କ କଥା କହିବାକୁ ହେଲେ ଗାନ୍ଧିଜୀ ଆସିଯିବେ ଏବଂ ଗୋପବନ୍ଧୁ ଚୌଧୁରୀ ଆସିଯିବେ। କାହିଁକି ନା ଗାନ୍ଧିଜୀ ଯେଉଁ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ କଲେ ସେଥିରେ ସାଧାରଣ ଲୋକେ ଶୁଣିବାକୁ ସେ ଆଇନ ମାନ କରୁଛନ୍ତି, ସତ୍ୟାଗ୍ରହ କରୁଛନ୍ତି, ଜେଲ୍ ଯାଉଛନ୍ତି, ଏକଥା ଜାଣିଛନ୍ତି। କିନ୍ତୁ ଗାନ୍ଧିଜୀ ସେତିକିରେ ନଥିଲେ। ଗାଁ ଲୋକଙ୍କର କେମିତି ଉନ୍ନତି ହେବ, ଗାଁ ଲୋକେ କେମିତି ହାତ କାମ ନିଜେ ନିଜେ କରିବେ, ନିଜେ ସ୍ୱାବଲମ୍ବୀ ହେବେ, ତାଙ୍କ ଭିତରେ ଚେତନା ଆସିବ, ଏଥିପାଇଁ ଗଠନମୂଳକ କାମ ମଧ୍ୟ କରିବାକୁ ପଡ଼ୁଥିଲା। ଆଉ ସେ କାମ ଭାରି କଠିନ ଥିଲା। ସେ 18 ପ୍ରକାର କାମ ରଖିଥିଲେ, ସେଥିରେ ଗୋଟିଏ ଥିଲା ଅସ୍ପୃଶ୍ୟତା ନିବାରଣ। ଏଇ ଅସ୍ପୃଶ୍ୟତା ନିବାରଣ କାମଟା କରିବା ପାଇଁ
କର୍ମୀମାନଙ୍କୁ କେତେ କଷ୍ଟ କରିବାକୁ ପଡ଼ୁଥିଲା, କେତେ ଦୁଃଖ ଅପମାନ ସହିବାକୁ ପଡ଼ୁଥିଲା ଆପଣ କଳ୍ପନା କରିପାରିବେ। ତ ସେଥିପାଇଁ ବିଶ୍ୱନାଥ ସେମାନେ କର୍ମୀ ବାଛୁଥିଲେ କିଏ ଯାଇକରି ଗାଁରେ କାମ କରିପାରିବ, ସେଥିରେ ବିଶ୍ୱନାଥ ପଟ୍ଟନାୟକ ବଛା ହେଲା ଏବଂ ତାକୁ ଗୋଟିଏ କଠିନ ଜାଗାକୁ ପଠାଗଲା। ସେଟା ହେଉଛି କୋରାପୁଟରେ। ଚଳଣି ଅଲଗା, ତାଙ୍କର ସବୁ ରହିବା ଯେଉଁ ସଂସ୍କୃତି ଅଲଗା, ତା ଭିତରେ ଯାଇ ସେ ନିଜକୁ ଖାପ ଖୁଆଇଲେ, ତାଙ୍କର ଆପଣା ହେଇଗଲେ। କୁଜେନ୍ଦ୍ରୀ ଗାଁରେ ସେତେବେଳେ ରହିଲେ, ସେତେବେଳେ ଘରେ ଘରେ ସବୁ ଲୋକମାନେ ଆଦିବାସୀମାନେ ସୂତା କାଟିଲେ, ଖଦି ପିନ୍ଧିଲେ। ତାଙ୍କ ବିଶ୍ୱନାଥ ପଟ୍ଟନାୟକ ଯେଉଁ ଯେଉଁ ନିର୍ଦ୍ଦେଶ ଦେଲେ ସେ ସବୁ କଥା ମାନିକରି ସେ କାମ କଲେ। କୋରାପୁଟରେ ତ ଏମିତି କାମ ହେଉଥିଲା, କୋରାପୁଟରେ ସମସ୍ତେ ତାଙ୍କୁ ଆଜ୍ଞା ଡାକୁଥିଲେ, କେହି ନାଁ ଧରି ଡାକନ୍ତି ନାହିଁ। ଆଜ୍ଞାକୁ ଦେଖିଲେ ଲୋକେ ମନ୍ତ୍ରମୁଗ୍ଧ ହୋଇଯାଆନ୍ତି ଆଦିବାସୀମାନେ। କୁଜେନ୍ଦ୍ରୀ ଗ୍ରାମର ସେ ସମୟର ନିର୍ମଳ ପରିବେଶ ଜନକଲ୍ୟାଣ କାର୍ଯ୍ୟ ସହ ମୁକ୍ତି ସଂଗ୍ରାମ ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା କରିବା ସକାଶେ ସଂଗ୍ରାମୀ ବିଶ୍ୱନାଥଙ୍କୁ ଉଦ୍ବୁଦ୍ଧ କରିଥିଲା। କନ୍ଧମାଳର ବାଲିଗୁଡ଼ାରେ ତାଙ୍କର ପ୍ରତିମୂର୍ତ୍ତି। ସେଠାକାର ଅନୁପମ ପ୍ରାକୃତିକ ପରିବେଶରେ ସେବା, ସଂଗ୍ରାମ ଓ ତ୍ୟାଗର ଏକ ପ୍ରଜ୍ୱଳିତ ଶିଖା, ଶାନ୍ତ ପୁଣି ତେଜଦୀପ୍ତ, ସତେଅବା ଆଧ୍ୟାତ୍ମିକ ପରିବେଶରେ ଏକ ଉଜ୍ଜ୍ୱଳ ତାରକା। ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତିରେ ତାଙ୍କର ସମାଧି ବିବିଧ ପୁଷ୍ପମାଲ୍ୟରେ ସୁଶୋଭିତ ଏବଂ ସୁରଭିତ। ଏକ ମହାନ ସାଧକ, ସନ୍ଥ ପୁଣି ସଂଗ୍ରାମୀ ଜୀବନର ଅନ୍ତିମ ବିଶ୍ରାମ। ପୁରୀ ଡେଲାଙ୍ଗ ଅନ୍ତର୍ଗତ ବୋରବୋଇଠାରେ ବାପଜୀଙ୍କର ସ୍ମୃତିପୀଠ ଆଜି ବି ମନେ ପକାଇ ଦିଏ ଏହି ସ୍ଥାନରେ 1938 ମାର୍ଚ୍ଚ 15ରୁ 31 ତାରିଖ ପର୍ଯ୍ୟନ୍ତ ସେହି ମହାମାନବଙ୍କର ଅବସ୍ଥାନକୁ। ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଶାନ୍ତିଦେବୀଙ୍କର ଦୃଷ୍ଟିରେ ବିଶ୍ୱନାଥ ପଟ୍ଟନାୟକ ଥିଲେ ଏକ ଭିନ୍ନ ଧରଣର ସନ୍ନ୍ୟାସୀ, ଯାହାଙ୍କ ନିକଟରୁ ସେ ପାଇଛନ୍ତି କେତୋଟି ଅମୂଲ୍ୟ ଶିକ୍ଷା। ରତନ ବାବୁଙ୍କ ସାଙ୍ଗରେ ବାହାଘର ହେବାର 5 ମାସ ପରେ ମୁଁ ଆସିଛି କୋରାପୁଟ। ସେଇ ଭିତରେ ରତନ ବାବୁ ସବୁବେଳେ ମୋତେ ବିଶ୍ୱନାଥ ଭାଇଙ୍କ ଆଜ୍ଞା କଥା କହନ୍ତି, ବିଶ୍ୱନାଥ ଆଜ୍ଞାଙ୍କ କଥା, କୁଜେନ୍ଦ୍ରୀ ଆଶ୍ରମ ବିଶ୍ୱନାଥ ଆଜ୍ଞାଙ୍କର। ତେଣୁ ଆମେ ଯେତେବେଳେ ପ୍ରଥମ ଆସିଲୁ, ମୁଁ ସେଠୁ ଭାବୁଛି ବିଶ୍ୱନାଥ ଭାଇଙ୍କର ଚେହେରା ମନେ ମନେ ଭାବିଥିଲି ଗୋଟେ ଜଣେ ବାବାଜୀଙ୍କ ଭଳିଆ ହେଇଥିବ ବୋଲି। ସେଠୁ ଆମେ ଯେତେବେଳେ ଆସିକି ଠିଆ ହେଲୁ ତାଙ୍କ ଦ୍ୱାର ମୁହଁରେ, ସିଏ ବିଶ୍ୱନାଥ ଭାଇ ନିଜେ ଆସିଲେ। ଆସିକି ଆମ ସ୍ୱାମୀକୁ ଦାଦା ବୋଲି ଡାକନ୍ତି। ଦାଦା ନମସ୍କାର, ଏ ବି ନମସ୍କାର କଲେ, ମୁଁ ବି ନମସ୍କାର କଲି। ତାପରେ ଆମେ ଭିତରକୁ ଗଲୁ। ମୋତେ ସେ ଗୋଟେ ଘର ଆମକୁ ଦେଖେଇ ଦେଲେ, ଏଇ ଘରେ ଆପଣମାନେ ରହିବେ। ତାପରେ ମୁଁ ଯେମିତି ରହିଲି, ତାପରେ ମୁଁ ଆସିକିରି ଭାବୁଥାଏ ବିଶ୍ୱନାଥ ଭାଇ କୁଆଡ଼େ ଗଲେ, କାହିଁ ତ ଦେଖାଯାଉନାହାନ୍ତି। ମୁଁ ଆଉ କିଛି ପଚାରିଲିନି କାହାକୁ। କିଛି ସମୟ ପରେ ସେଠୁ ପଚାରିଲି, ମୁଁ କହିଲି ବିଶ୍ୱନାଥ ଆଜ୍ଞା କାହାନ୍ତି, ଆଉ କାହିଁ ତାଙ୍କୁ ତ ଆମେ ଦେଖିଲି। କହିଲେ ଏଇ ପରା ସିଏ ଯେ ଆସିକି ନମସ୍କାର କରିକି ଆମକୁ ନେଇଗଲେ ଭିତରକୁ। ମୋର ଯଦି କିଛି ପରିବର୍ତ୍ତନ ହେଇଥାଏ ବା ମୁଁ କିଛି ଯଦି ଶିଖିଥାଏ ତାଙ୍କରି ପାଖରୁ ପ୍ରଥମ ଶିଖିଛି। ଏବେକାର କୁଜେନ୍ଦ୍ରୀ ଗ୍ରାମର ବାତାବରଣ ଏବେ ବି ଅନୁରଣିତ ହୋଇ ରହିଛି ବିଶ୍ୱନାଥଙ୍କର ମୂଲ୍ୟବୋଧର ମହକରେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି କିଛି ଅସହାୟ ଆଦିବାସୀ ପୁରୁଷ ଓ ମହିଳା। ପ୍ରେରଣାଦାୟୀ ଆଦର୍ଶ ଜୀବନ ତାଙ୍କର ଗୌରବାନ୍ୱିତ ହୋଇଥିଲା ସମ୍ମାନ, ସମ୍ବର୍ଦ୍ଧନା ଓ ପୁରସ୍କାରର ସୁରଭିତ ପୁଷ୍ପ ସମ୍ଭାରରେ। ସେଗୁଡ଼ିକ ମଧ୍ୟରେ 1995 ମସିହାର ଭାରତୀୟ ଆଦିମଜାତି ସେବକ ସଂଘର ସର୍ବଶ୍ରେଷ୍ଠ ସାମାଜିକ କର୍ମୀ ପୁରସ୍କାର, 1996ର ଜଷ୍ଟିସ୍ ରାଜକିଶୋର ଦାସ ସମ୍ମାନ, ସାରଳା ପୁରସ୍କାର 2002, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର 2003, ପ୍ରଦ୍ୟୁମ୍ନ ବଳ ସମ୍ମାନ, କନ୍ଧମାଳ ନାଗରିକ ସଭା ସମ୍ବର୍ଦ୍ଧନା ପୁରସ୍କାର, ଯମୁନାଲାଲ ବଜାଜ ପୁରସ୍କାର 2008, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦତ୍ତ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଅନ୍ୟତମ।
अस्ताचलगामी सूर्य परी तांकर 93 वर्षर प्रभादीप्त संग्रामी जीवन अस्तरागर अपूर्व लालिमा नहीं अस्तमित है कंधमाल जिला अंतर्गत बालीगुड़ा ठारे 2010 मसीहा मार्च मास 29 तारिख रे राष्ट्रीय मर्यादा सहकारे संपन्न होइथिला तांकर शेषकृत्य। तांकर मूल्यबोध भित्तिक प्रज्वलित मशाल आगामी अनेक पीढ़ी को त्यागपूत संग्रामर आलोकित पथ देखाई चली। विश्वनाथकर स्मृतिर स्तबक सब शोभा पाउछि बालीगुड़ा बनवासी सेवा समितिर एक स्वतंत्र संग्रहालय आज्ञाकुटीरे। नीतिदिनिया जीवन यात्रार अनेक गुड़िए सामग्री एठारे स्थानित होइछि। कर्मयोगी विश्वनाथकर वर्ष वर्षर परश पाई सतेअबा एसबु नीरवरे कहि चलिछन्ति तांक जीवनर अनेक गुड़िए कहानी। बनवासी सेवा समितिर सह संपादक रवीन्द्र कुमार पंडा एई जोगजन्मांकर मोहनीय यात्रार किछिटा स्मृतिचारण करन्ति। स्वर्गत विश्वनाथ पट्टनायक आज्ञा से जन्मग्रहण करते गंजामर दिगपहड़ी निकटस्थ कुमरडा ग्राम रे। तांको बापा नाम थिला उपेन्द्र पट्टनायक एवं माँ थिले इंदुमती देवी एवं से थिले अष्टम गर्भ संतान। से बड़ होला परे से जेतेबेले तांकर एक्चुअली तांकर परिवार होची भी संग्रामी परिवार। तांकर बड़ भाई मध्य निरंजन पट्टनायक भी संग्रामी थिले। जो अनुष्ठान गठन करागला से अनुष्ठान बनवासी सेवा समिति तार आभिमुख्य रहा जे आदिवासी हरिजन एवं निष्पेषित मानकर केमती तांको सहयोग करबा तांकर उन्नति करबा से मानकर एवं से मानकर अर्थनैतिक दिग को केमती बढ़ेबा। आ विशेष करी जो शिशु माने एवं महिला माने जो निर्यातित होउचंती शिशु माने अवहेलित होउचंती से माननको मेन स्ट्रीम को केमती आनिबा या होची प्रकृत मूल लक्ष्य। विश्वनाथ आज्ञांकर स्नेह श्रद्धा को आधार करी मु ए बनवासी सेवा समिति रे मो काम करबा सहयोग करबा आरंभ कली। देशर अगणित जनतांक प्रिय बापूजींकर अंतरतलर से भक्ति संगीतर मूर्छना वैष्णव जन तो तेने कही जो पीड़ पराए जाने रे तांकर पवित्र समाधि पीठरे गुंजरी उठुछि। आउ तासह ए माटी ए कृतज्ञ जाति संग्रामी विश्वनाथ को श्रद्धार्घ्य अर्पण करुछि।